ଓଡ଼ିଶାରେ ଆସିଛି ନୂଆ ସରକାର। ନୂଆ ସରକାର ଆସିବା ପରେ ଓଡ଼ିଆ ଅସ୍ମିତାକୁ ନେଇ ସବୁଠି ବଡ଼ ଚର୍ଚ୍ଚା। ଏ ଓଡ଼ିଆ ଅସ୍ମିତା କ'ଣ? କିନ୍ତୁ ଏହି ଓଡ଼ିଆ ଅସ୍ମିତାକୁ ନେଇ ମେକପାଲ ପଞ୍ଚାୟତ 7 ବର୍ଷ ଧରି ନିଜ ସଂଗ୍ରାମକୁ ବଜାୟ ରଖି 78 ବର୍ଷ ସ୍ୱାଧୀନତା ଦିବସରେ ସମଗ୍ର ଓଡ଼ିଶାକୁ ଦେଇଛି ଏକ ନୂତନ ବାର୍ତ୍ତା। ତୃଣମୂଳ ସ୍ତରରେ ଜଣେ ଆଶା ଦିଦି ଭାବେ କାମ କରୁଥିବା କର୍ମୀଙ୍କୁ, ଗର୍ଭବତୀଙ୍କୁ ମଶାରୀ ବଣ୍ଟନ ନେଇ ସିଡିଏମ୍ଓ ଓ ପ୍ରମୁଖଙ୍କ ଉପସ୍ଥିତିରେ ସେହି ସମୟର ସରପଞ୍ଚ ମାନଭଞ୍ଜନ ବୁଡ଼ାଇ କଟାକ୍ଷ କରି ଆଶାଙ୍କୁ ବାହାର କରିବାକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ସେହି ଆଶା ଦିଦି ମମତା ପ୍ରଧାନ ମେକପାଲ ପଞ୍ଚାୟତର ସରପଞ୍ଚ ହେବା ପରେ ଓଡ଼ିଆ ଅସ୍ମିତାର ଆଲୋକ ଦେଖାଇଥିଲେ। 2017 ମସିହାରେ ସରପଞ୍ଚ ହେବା ଦିନଠୁ ଓଡ଼ିଆ ସ୍କୁଲର ଦୁରବସ୍ଥା ଦେଖି ସରକାରୀ ପ୍ରାଥମିକ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିବା କୋମଳମତୀ ଶିକ୍ଷାର୍ଥୀଙ୍କୁ ଓଡ଼ିଆ ସ୍କୁଲରେ ପାଠ ପଢ଼ିବାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ବ୍ୟାଗ୍ ସହ ଗୋଟିଏ ପାଣି ବୋତଲ ସହ ଟିଫିନ୍ ବାକ୍ସ ଦେଇ ଏକ ନୂଆ ପରମ୍ପରା ତିଆରି କରି ଏଯାଏ ତାକୁ ବଜାୟ ରଖିଛନ୍ତି। ଗୁରୁବାର ସ୍ୱାଧୀନତା ଦିବସରେ ଏଭଳି ନିଦର୍ଶନ ଦେଖାଇ ରକ୍ତ ରଞ୍ଜିତ ମେକପାଲକୁ ଓଡ଼ିଶା ମାନଚିତ୍ରରେ ନୂଆ ଦିଶାର ବାଟ ଦେଖାଇଛନ୍ତି। ଗତ ସରକାର ସମୟରେ ଓଡ଼ିଶାର ଅର୍ଦ୍ଧାଧିକ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଥିବା ବେଳେ 7 ବର୍ଷ ଧରି ମେକପାଲର ଏହି ଅଭିନବ ଉଦ୍ୟମ ପ୍ରତି ସରକାର କିମ୍ବା କୌଣସି ଏନ୍ଜିଓର ଦୃଷ୍ଟି ପଡ଼ିନି। କିନ୍ତୁ ଗତକାଲି ଏହି ସାମାଜିକ ଦାୟିତ୍ୱ ନିର୍ବାହ କରୁଥିବା ଅସଲ ଚିତ୍ର ସାମ୍ନାକୁ ଆସିଥିଲା। ଏକ ସମୟରେ ସମ୍ବଲପୁର ଜିଲ୍ଲାର ରକ୍ତରଞ୍ଜିତ ମେକପାଲ ପଞ୍ଚାୟତକୁ ମାଓବାଦୀ କବଳରୁ ମୁକ୍ତକୁ ଆଣି ସାମାଜିକ ଜୀବନଧାରାରେ ନୂଆ ଦିଶା ଦେଖାଇଥିବା ଏହି ସରପଞ୍ଚର ନେତୃତ୍ୱକୁ ସରକାର ନିଜ ଆଖିରେ ଦେଖି ଏଭଳି ନିଷ୍ପତ୍ତିକୁ ସମ୍ମାନ ଦେବେ ନା ଏଡ଼ାଇ ଦେବେ, ଏହା ଦେଖିବାକୁ ବାକି ରହିଲା। ସମ୍ବଲପୁରରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,